ଆପଣମାନଙ୍କର କାମ ରହିଲା ଏହି 5ଟି ଶବ୍ଦମାନଙ୍କର ବିପରୀତ ଶବ୍ଦ ଆମ ଭିଡ଼ିଓର କମେଣ୍ଟ ବକ୍ସରେ କମେଣ୍ଟ କରିଦିଅନ୍ତୁ। ହ୍ୟାଲୋ ଫ୍ରେଣ୍ଡସ୍, ନମସ୍କାର। ମୁଁ ସିଦ୍ଧାର୍ଥ ଆପଣମାନଙ୍କୁ ସ୍ୱାଗତ କରୁଛି ଆମ ଓଡ଼ିଆ ଚ୍ୟାନେଲ୍ ନଲେଜ୍ ଅଫ୍ 98କୁ। ଆଜି ଆମେ ଆଲୋଚନା କରିବା ବିପରୀତ ଶବ୍ଦ। ଆମେ ପ୍ରଥମ କ୍ଲାସ୍ରେ ଦେଖିଥିଲେ 200+ଟି ବିପରୀତ ଶବ୍ଦ ଏବଂ ଏହି କ୍ଲାସ୍ରେ ବି ଆମେ ଆଲୋଚନା କରିବା 200+ଟି ବିପରୀତ ଶବ୍ଦ। ଆପଣମାନଙ୍କୁ ଏକ୍ଜାମ୍ରେ ଏଥିରୁ ପ୍ରଶ୍ନ ପ୍ରାୟତଃ ଆସିଥାଏ। ସୋ ଆପଣମାନେ ଏହାକୁ ସ୍କିପ୍ ନ କରି ଦେଖନ୍ତୁ। ଦେଖିଲେ ଆପଣମାନଙ୍କ ଏକ୍ଜାମ୍ ପାଇଁ ବହୁତ ହେଲ୍ପଫୁଲ୍ ହେବ। ଆମେ ପ୍ରତ୍ୟେକ ଆମ ଏହି ଭିଡ଼ିଓରେ ଯେତିକି ବି କ୍ୱେଶ୍ଚିନ୍ ପଢ଼ାଉଛୁ ଆମେ ଆମ ଟେଲିଗ୍ରାମ ଚ୍ୟାନେଲ୍ରେ ଏହାର ରିଭିଜନ୍ କରାଉଛୁ। ସୋ ଆପଣମାନେ ଡିସ୍କ୍ରିପ୍ସନ୍ରେ ଥିବା ଆମ ଟେଲିଗ୍ରାମ ଚ୍ୟାନେଲ୍ ଲିଙ୍କକୁ ଜଏନ୍ ହେଇଯାଆନ୍ତୁ ଏବଂ ପ୍ରତିଦିନ ସନ୍ଧ୍ୟା 8ଟାରେ ଆମେ କୁଇଜ୍ ପ୍ରାକ୍ଟିସ୍ କରାଉଛୁ। ଆପଣମାନେ ସେଥିରେ ପାର୍ଟିସିପେଟ୍ କରନ୍ତୁ। ଆପଣମାନଙ୍କ ଏକ୍ଜାମ୍ ପାଇଁ ବହୁତ ହେଲ୍ପଫୁଲ୍ ହେବ। ଚାଲନ୍ତୁ ଭିଡ଼ିଓଟିକୁ ଡେରି ନକରି ଷ୍ଟାର୍ଟ କରିଦେବା। ନୈସର୍ଗିକର ବିପରୀତ ଶବ୍ଦ କ'ଣ? ନୈସର୍ଗିକର ବିପରୀତ ଶବ୍ଦ ହେଉଛି କୃତ୍ରିମ। ନୈସର୍ଗିକ ମାନେ କ'ଣ? ନୈସର୍ଗିକ ମାନେ ହେଉଛି ତୁମର ପ୍ରାକୃତିକ। ଦେଖନ୍ତୁ ପିଲେ, ନୈସର୍ଗିକ ଅଛି, ନୈସର୍ଗିକ ମାନେ ଆପଣମାନଙ୍କର ପ୍ରାକୃତିକ। ନ୍ୟାୟର ବିପରୀତ ଶବ୍ଦ କ'ଣ? ନ୍ୟାୟର ବିପରୀତ ଶବ୍ଦ ହେଉଛି ତୁମର ଅନ୍ୟାୟ। ପକ୍କାର ବିପରୀତ ଶବ୍ଦ କ'ଣ? ସେପରି ପକ୍କାର ବିପରୀତ ଶବ୍ଦ ହେଉଛି କଚା। ପକ୍କାର ବିପରୀତ ଶବ୍ଦ କ'ଣ? କଚା। ପଚରାର ବିପରୀତ ଶବ୍ଦ କ'ଣ? ପଚରାର ବିପରୀତ ଶବ୍ଦ ହେଉଛି ଅପଚରା। ଅପଚରା ହେଉଛି ତୁମର ପଚରାର ବିପରୀତ ଶବ୍ଦ। ସେହିପରି ଚାଲନ୍ତୁ ନେକ୍ସଟ। ପଣ୍ଡିତର ବିପରୀତ ଶବ୍ଦ କ'ଣ? ପଣ୍ଡିତର ବିପରୀତ ଶବ୍ଦ ଦୁଇଟି ଅଛି। ଗୋଟିଏ ହେଲା ମୂର୍ଖ, ଆଉ ଗୋଟେ ହେଲା ଅପଣ୍ଡିତ। ଆପଣମାନେ ଅପଣ୍ଡିତ ତ ଦେଖିଥିବେ, ପ୍ରାୟତଃ ଅପଣ୍ଡିତ ହିଁ ଆସିଥାଏ, ବେଳେବେଳେ ମୂର୍ଖ ବି ଆସିଥାଏ ଏକ୍ଜାମ୍ରେ। ସୋ ଏଇଟା ବି ମନେ ରଖିଥାନ୍ତୁ। ପତଳାର ବିପରୀତ ଶବ୍ଦ କ'ଣ? ପତଳାର ବିପରୀତ ଶବ୍ଦ ହେଉଛି ମୋଟା କିମ୍ବା ବହଳା। ଆପଣମାନେ ମୋଟା ବି କହିପାରନ୍ତି, ବହଳା ବି କହିପାରନ୍ତି। ପତଳାର ବିପରୀତ ଶବ୍ଦ କ'ଣ? ବହଳା କିମ୍ବା ମୋଟା। ପରିବାୟର ବିପରୀତ ଶବ୍ଦ କ'ଣ? ପରିବାୟର ବିପରୀତ ଶବ୍ଦ ହେଉଛି ବେପରବାୟ। ପରିବାୟର ବିପରୀତ ଶବ୍ଦ କ'ଣ? ବେପରବାୟ। ପରାର ବିପରୀତ ଶବ୍ଦ କ'ଣ? ପରାର ବିପରୀତ ଶବ୍ଦ ହେଉଛି ଅପରା। ପରାଧୀନର ବିପରୀତ ଶବ୍ଦ କ'ଣ? ପରାଧୀନର ବିପରୀତ ଶବ୍ଦ ହେଉଛି ତୁମର ସ୍ୱାଧୀନ। ପରିମାଣର ବିପରୀତ ଶବ୍ଦ କ'ଣ? ସେହିପରି ପରିମାଣର ବିପରୀତ ଶବ୍ଦ ହେଉଛି ତୁମର ଅପରିମାଣ। ଅପରିଣାମ। ପରିଣାମର ବିପରୀତ ଶବ୍ଦ ହେଉଛି ତୁମର ଅପରିଣାମ। ପରିଣାମଦର୍ଶୀର ବିପରୀତ ଶବ୍ଦ କ'ଣ? ପରିଣାମଦର୍ଶୀର ବିପରୀତ ଶବ୍ଦ ହେଉଛି ଅପରିଣାମଦର୍ଶୀ। ଦେଖ ପିଲେ, ପରିଣାମଦର୍ଶୀର ବିପରୀତ ଶବ୍ଦ ହେଉଛି ଅପରିଣାମଦର୍ଶୀ ହେଉଛି ତୁମର ପରିଣାମଦର୍ଶୀର ବିପରୀତ ଶବ୍ଦ। ପୋଲାର ବିପରୀତ ଶବ୍ଦ କ'ଣ? ପୋଲାର ବିପରୀତ ଶବ୍ଦ ହେଉଛି ନିଦା। ଫକୀରର ବିପରୀତ ଶବ୍ଦ କ'ଣ? ଫକୀରର ବିପରୀତ ଶବ୍ଦ ହେଉଛି ଅମୀର। ଫଟାର ବିପରୀତ ଶବ୍ଦ କ'ଣ? ଫଟାର ବିପରୀତ ଶବ୍ଦ ହେଉଛି ଅପଠା କିମ୍ବା ଗୋଟା। ଫଟା ମାନେ କ'ଣ? ଯେଉଁଟା ଭାଙ୍ଗିଲାଟା ତାକୁ ଫଟା କୁହାଯାଏ। ଅପଠା ମାନେ ତ ତୁମେ ଜାଣିଥିବ, ଯେଉଁଟା ଭାଙ୍ଗିନି ତାକୁ ଅପଠା କୁହାଯାଏ। ବୁଦ୍ଧର ବିପରୀତ ଶବ୍ଦ କ'ଣ? ବୁଦ୍ଧର ବିପରୀତ ଶବ୍ଦ ହେଉଛି ମୁକ୍ତ। ସେହିପରି ପ୍ରତୀକର ବିପରୀତ ଶବ୍ଦ କ'ଣ? ପ୍ରତୀକର ବିପରୀତ ଶବ୍ଦ ହେଉଛି ପରୋକ୍ଷ। ପ୍ରତୀକର ବିପରୀତ ଶବ୍ଦ କ'ଣ? ପ୍ରତୀକର ବିପରୀତ ଶବ୍ଦ ହେଉଛି ପରୋକ୍ଷ। ପ୍ରତ୍ୟୁଷର ବିପରୀତ ଶବ୍ଦ କ'ଣ? ପ୍ରତ୍ୟୁଷର ବିପରୀତ ଶବ୍ଦ ହେଉଛି ତୁମର ପ୍ରଦୋଷ। ପ୍ରତ୍ୟୁଷର ବିପରୀତ ଶବ୍ଦ ହେଉଛି ପ୍ରଦୋଷ। ପ୍ରବେଶର ବିପରୀତ ଶବ୍ଦ କ'ଣ? ପିଲେ, ପ୍ରବେଶର ବିପରୀତ ଶବ୍ଦ ହେଉଛି ତୁମର ପ୍ରସ୍ଥାନ। ଦେଖିଥିବେ ଆପଣମାନଙ୍କର ଏଣ୍ଟ୍ରାନ୍ସ ମାନଙ୍କରେ ପ୍ରବେଶ, ଏକ୍ଜିଷ୍ଟ ମାନଙ୍କରେ ପ୍ରସ୍ଥାନ ଲେଖା ହେଇଥାଏ। ସୋ ପ୍ରବେଶର ବିପରୀତ ଶବ୍ଦ ହେଉଛି ପ୍ରସ୍ଥାନ। ପ୍ରବୃତ୍ତିର ବିପରୀତ ଶବ୍ଦ କ'ଣ? ପ୍ରବୃତ୍ତିର ବିପରୀତ ଶବ୍ଦ ହେଉଛି ନିବୃତ୍ତି। ପ୍ରଭୁର ବିପରୀତ ଶବ୍ଦ କ'ଣ? ପ୍ରଭୁର ବିପରୀତ ଶବ୍ଦ ହେଉଛି ଭୃତ୍ୟ। ପ୍ରଭୁର ବିପରୀତ ଶବ୍ଦ କ'ଣ? ଭୃତ୍ୟ। ପ୍ରଶ୍ନର ବିପରୀତ ଶବ୍ଦ କ'ଣ? ପ୍ରଶ୍ନର ବିପରୀତ ଶବ୍ଦ ହେଉଛି ଉତ୍ତର କିମ୍ବା ଉତ୍ତରର ବିପରୀତ ଶବ୍ଦ ହେଉଛି ପ୍ରଶ୍ନ। ପ୍ରସନ୍ନର ବିପରୀତ ଶବ୍ଦ କ'ଣ? ପ୍ରସନ୍ନର ବିପରୀତ ଶବ୍ଦ ହେଉଛି ଅପ୍ରସନ୍ନ ବା ବିଷର୍ଣ୍ଣ। ପ୍ରସନ୍ନ ମାନେ କ'ଣ? ଫୁଲଫିଲ୍, ଯେଉଁଟା ତୁମେ ଚାହୁଁଛ ସେଇଟା ହେଇଯାଉଛି, ତାହେଲେ ଆପଣମାନେ ଖୁସି ହେଇଯାଆନ୍ତି, ତାହାକୁ ପ୍ରସନ୍ନ। ଅପ୍ରସନ୍ନ ମାନେ କ'ଣ? ଆପଣ ଯେଉଁଟା ଚାହୁଁଥିବେ ସେଇଟା ହେଉନଥିବ, ତ ଆପଣମାନେ ଅପ୍ରସନ୍ନ ହେଇଯିବେ ବା ବିଷର୍ଣ୍ଣ ହେଇଯିବେ, ତାହା କୁହାଯାଏ। ତାର ବିପରୀତ ଶବ୍ଦ ହେଉଛି ବିଷର୍ଣ୍ଣ କିମ୍ବା ଅପ୍ରସନ୍ନ। ପ୍ରସନ୍ନର। ପ୍ରସାରଣର ବିପରୀତ ଶବ୍ଦ କ'ଣ?
प्रसारणर विपरीत शब्द होची संकोचन। प्रसारण माने कौन आपण माने पढ़िथिबे 5th क्लास साइंस रे प्रसारण संकोचन। प्रसारण माने फुलिबा, संकोचन माने पूरा कौन कहबे ताको संकुचित हवा। प्राकृतिक विपरीत शब्द कौन? प्राकृतिकर विपरीत शब्द होची अप्राकृतिक कृत्रिम। प्राचीर विपरीत शब्द कौन? प्राचीर विपरीत शब्द होची प्रतीचि। प्राचीर विपरीत शब्द कौन? प्रतीचि। प्राचीनर विपरीत शब्द कौन? प्राचीनर विपरीत शब्द होची तमर अब्राचीन। प्राचीनर विपरीत शब्द कौन? अब्राचीन। विरागर विपरीत शब्द कौन? विरागर विपरीत शब्द होची तमर अनुराग। विधिर विपरीत चिन्ह कौन? विपरीत शब्द कौन? विधिर विपरीत शब्द होची अवधि किंबा निषेध। ए दुईटी मध्यरु कोउडा भी लिखि पारिबे। विनती विनीत। विनीतर विपरीत शब्द कौन? विनीतर विपरीत शब्द होची अविनीत उद्दत। अविनीत भी हो पारिबो, उद्दत भी हबो विनीतिर। बहिस्थ। बहिस्थर विपरीत शब्द कौन? बहिस्थर विपरीत शब्द होची तमर अंतस्थ किंबा दुर्बनीत। कौन? बहिस्थर विपरीत शब्द कौन? अंतस्थ किंबा दुर्विनीत। सेहीपरि चलतु वक्तार विपरीत शब्द कौन? वक्तार विपरीत शब्द होची तमर श्रोता। वक्ता माने कौन? वक्ता माने जो माने कहउचंती से माने वक्ता, जो माने सुनुचंती से मानक कहा जाए श्रोता। चलतु सेहीपरि जिबा बद्धर विपरीत शब्द कौन? बद्धर विपरीत शब्द होची मुक्त। वर्णशुद्धिर विपरीत शब्द कौन? वर्णाशुद्धिर विपरीत शब्द होची तमर वर्णशुद्धि। बंधनर विपरीत शब्द कौन? बंधनर विपरीत शब्द होची तमर निंदन। बंधनर विपरीत शब्द कौन? बंधनर विपरीत शब्द होची मुक्त। बद्धर विपरीत शब्द कौन? बद्धर विपरीत शब्द होची मुक्त। बंधुर विपरीत शब्द कौन? बंधुर विपरीत शब्द होची तमर मसृण। बंधुर विपरीत शब्द कौन? मसृण। बालकार विपरीत शब्द कौन? बलकार विपरीत शब्द होची तमर नियंट। बहिर विपरीत शब्द कौन? बहिहि। बहिहि। बहिर विपरीत शब्द होची तमर अंतः। बहिर्वाणिज्य विपरीत शब्द होची तमर अंतर्वाणिज्य। बहिर्वाणिज्यर विपरीत शब्द होची अंतर्वाणिज्य। बहिर्वास विपरीत शब्द होची तमर अंतर्वास। बहुतर विपरीत शब्द कौन? बहुतर विपरीत शब्द होची अल्प। बाटर विपरीत शब्द कौन? बाटर विपरीत शब्द होची तमर अबाट। बादीर विपरीत शब्द कौन? सेपरि बादीर विपरीत शब्द होची विवादी किंबा प्रतिवादी। देखंतु पिले दीटा वार्ड देछि, आपण माने याको मन रखि थांतु। बादीर विपरीत शब्द कौन? विवादी किंबा प्रतिवादी। आपण मानकु पचारिबो प्रतिवादीर विपरीत शब्द कौन? प्रतिवादीर विपरीत शब्द पचारिले आपण बादी लिखिबे। चलन्तु सेहीपरि जिबा विपदर विपरीत शब्द कौन? विपदर विपरीत शब्द होची संपद। विप्रकर्ष। विप्रकर्षर विपरीत शब्द कौन? विप्रकर्षर विपरीत शब्द होची सन्निकर्ष। विप्रकर्षर विपरीत शब्द कौन? विप्रकर्षर विपरीत शब्द होची तमर सन्निकर्ष। विफलर विपरीत शब्द कौन? विफलर विपरीत शब्द होची तमर सफल। विवेकीर विपरीत शब्द कौन? विवेकीर विपरीत शब्द होची तमर अविवेकी किंबा अविवेक। ए दुईटा मध्यरु जोठा हेले भी तमे लिखि पारिबो। विवेकीर विपरीत शब्द होची तमर अविवेकी किंबा अविवेक। ए दुईटारो तम इच्छा, तुमको जोटा भल लागुची सेटा लिखिबो। बंदोबस्तर विपरीत शब्द कौन? बंदोबस्तर विपरीत शब्द होची बेबंदोबस्त। बेबंदोबस्त होची तमर बंदोबस्तर विपरीत शब्द। सेपरि जिबा चलो नेक्स्ट। विजोगर विपरीत शब्द कौन? विजोगर विपरीत शब्द होची संजोग। विजोगर विपरीत शब्द कौन? संजोग। विरक्तर विपरीत शब्द कौन पिले? विरक्तर विपरीत शब्द होची तमर अनुरक्ति। अनुरक्ति होची तमर विरक्तिर विपरीत शब्द। विहितर विपरीत शब्द कौन? विहितर विपरीत शब्द होची अविहित। अविहित होची तमर विहितर विपरीत शब्द। बेरामर विपरीत शब्द कौन? बेरामर विपरीत शब्द होची तमर आराम। आरामर विपरीत शब्द बेराम। बेलर विपरीत शब्द कौन? बेलर विपरीत शब्द होची तमर अबेल।
ବେଳର ବିପରୀତ ଶବ୍ଦ କ'ଣ? ଅବେଳ। ବେସାମରିକର ବିପରୀତ ଶବ୍ଦ କ'ଣ? ବେସାମରିକର ବିପରୀତ ଶବ୍ଦ ହେଉଛି ତମର ସାମରିକ କିମ୍ବା ସାମରିକର ବିପରୀତ ଶବ୍ଦ କ'ଣ? ବେସାମରିକ। ବ୍ୟର୍ଥର ବିପରୀତ ଶବ୍ଦ କ'ଣ? ବ୍ୟର୍ଥର ବିପରୀତ ଶବ୍ଦ ହେଉଛି ସାର୍ଥ। ବ୍ୟବହୃତର ବିପରୀତ ଶବ୍ଦ କ'ଣ? ବ୍ୟବହୃତର ବିପରୀତ ଶବ୍ଦ ହେଉଛି ତମର ଅବ୍ୟବହିତ। ବ୍ୟବହୃତର ବିପରୀତ ଶବ୍ଦ କ'ଣ? ଅବ୍ୟବହିତ। ସେହିପରି ଚାଲନ୍ତୁ ଯିବା କୀର୍ତ୍ତିର ବିପରୀତ ଶବ୍ଦ କ'ଣ? କୀର୍ତ୍ତିର ବିପରୀତ ଶବ୍ଦ ହେଉଛି ଆମର ଅକୀର୍ତ୍ତି କିମ୍ବା ଅପକୀର୍ତ୍ତି। ଏ ଦୁଇଟି ମଧ୍ୟରୁ ଆପଣ ଯେଉଁଟା ହେଲେ ବି ଲେଖିପାରିବେ। କୀର୍ତ୍ତିର ବିପରୀତ ଶବ୍ଦ ଗୁଡ଼ା କ'ଣ? ଅକୀର୍ତ୍ତି କିମ୍ବା ଅପକୀର୍ତ୍ତି। କୁକର୍ମର ବିପରୀତ ଶବ୍ଦ କ'ଣ? କୁକର୍ମର ବିପରୀତ ଶବ୍ଦ ହେଉଛି ସୁକର୍ମ। କୁକର୍ମର ବିପରୀତ ଶବ୍ଦ ହେଉଛି ତମର ସୁକର୍ମ। କୁଟିଳର ବିପରୀତ ଶବ୍ଦ କ'ଣ? କୁଟିଳର ବିପରୀତ ଶବ୍ଦ ହେଉଛି ସରଳ। କୃତକାର୍ଯ୍ୟର ବିପରୀତ ଶବ୍ଦ କ'ଣ? କୃତକାର୍ଯ୍ୟର ବିପରୀତ ଶବ୍ଦ ହେଉଛି ତମର ଅପକୃତ କାର୍ଯ୍ୟ। କୃତକାର୍ଯ୍ୟର ବିପରୀତ ଶବ୍ଦ ହେଉଛି ତମର ଅକୃତ କାର୍ଯ୍ୟ। କୃତଜ୍ଞର ବିପରୀତ ଶବ୍ଦ କ'ଣ? କୃତଜ୍ଞର ବିପରୀତ ଶବ୍ଦ ହେଉଛି ତମର ଅକୃତଜ୍ଞ କିମ୍ବା କୃତଘ୍ନ। କୃତଦାରର ବିପରୀତ ଶବ୍ଦ କ'ଣ? କୃତଦାରର ବିପରୀତ ଶବ୍ଦ ହେଉଛି ତମର ଅକୃତଦାର। କୃପଣର ବିପରୀତ ଶବ୍ଦ କ'ଣ? ସେହିପରି କୃପଣର ବିପରୀତ ଶବ୍ଦ ହେଉଛି ବଦାନ୍ୟ କିମ୍ବା ଦାନୀ। କୃପଣ ମାନେ କ'ଣ? ଲୋଭୀ। ଯେଉଁମାନେ ଲୋଭୀ ସେମାନଙ୍କୁ କୃପଣ କୁହାଯାଇଥାଏ। କୃପଣର ବିପରୀତ ଶବ୍ଦ ହେଉଛି ତମର ବଦାନ୍ୟ କିମ୍ବା ଦାନୀ। କ୍ରିୟାର ବିପରୀତ ଶବ୍ଦ କ'ଣ? କ୍ରିୟାର ବିପରୀତ ଶବ୍ଦ ପ୍ରତିକ୍ରିୟା। ଖଟାର ବିପରୀତ ଶବ୍ଦ ମିଠା। ଖରାର ବିପରୀତ ଶବ୍ଦ ଏଗୁଡ଼ା ତ ଆପଣମାନେ ଜାଣିଥିବେ। ଖରାର ବିପରୀତ ଶବ୍ଦ ହେଉଛି ବର୍ଷା। ଚେମଡ଼ାର ବିପରୀତ ଶବ୍ଦ କ'ଣ? ଚେମଡ଼ାର ବିପରୀତ ଶବ୍ଦ ହେଉଛି ମଶାକ। ଚରର ବିପରୀତ ଶବ୍ଦ କ'ଣ? ଚରର ବିପରୀତ ଶବ୍ଦ ହେଉଛି ତମର ସାଧୁ। ସାଧୁ ହେଉଛି ଚରର ବିପରୀତ ଶବ୍ଦ। ଛୁଆଁର ବିପରୀତ ଶବ୍ଦ କ'ଣ? ଛୁଆଁର ବିପରୀତ ଶବ୍ଦ ହେଉଛି ଅଛୁଆଁ। ଛଟର ବିପରୀତ ଶବ୍ଦ କ'ଣ? ସେହିପରି ଛଟର ବିପରୀତ ଶବ୍ଦ ହେଉଛି ତମର ଛଟର ବଡ଼। ଜଡ଼ର ବିପରୀତ ଶବ୍ଦ କ'ଣ? ଜଡ଼ର ବିପରୀତ ଶବ୍ଦ ହେଉଛି ଚେତନ। ଜଡ଼ ମାନେ କ'ଣ? ଅତି ଥଣ୍ଡାକୁ ଜଡ଼ କୁହାଯାଇଥାଏ। ଜଡ଼ର ବିପରୀତ ଶବ୍ଦ ହେଉଛି ଚେତନ। ଜଣାର ବିପରୀତ ଶବ୍ଦ କ'ଣ? ସେହିପରି ଜଣାର ବିପରୀତ ଶବ୍ଦ ହେଉଛି ତମର ଅଜଣା। ଗ୍ରାମ୍ୟର ବିପରୀତ ଶବ୍ଦ କ'ଣ? ଗ୍ରାମ୍ୟର ବିପରୀତ ଶବ୍ଦ ହେଉଛି ବନ୍ୟ। ଗ୍ରାମ୍ୟ ମାନେ ଆପଣମାନେ ଜାଣିଥିବେ, ଗ୍ରାମ୍ୟ ମାନେ ଗାଁ, ବନ୍ୟ ମାନେ ବଣ କିମ୍ବା ଜଙ୍ଗଲ। ଘନର ବିପରୀତ ଶବ୍ଦ କ'ଣ? ଘନର ବିପରୀତ ଶବ୍ଦ ହେଉଛି ତରଳ। ଘରର ବିପରୀତ ଶବ୍ଦ କ'ଣ? ଘରର ବିପରୀତ ଶବ୍ଦ ହେଉଛି ବାହାର। ଚଞ୍ଚଳର ବିପରୀତ ଶବ୍ଦ କ'ଣ? ଚଞ୍ଚଳର ବିପରୀତ ଶବ୍ଦ ହେଉଛି ମଠ କିମ୍ବା ଧୀର। ମଠ ବି କହିପାରିବା, ଧୀର ବି କହିପାରିବା। ଚଞ୍ଚଳର ବିପରୀତ ଶବ୍ଦ ମଠ କିମ୍ବା ଧୀର। ଚତୁରର ବିପରୀତ ଶବ୍ଦ କ'ଣ? ସେପରି ଚତୁରର ବିପରୀତ ଶବ୍ଦ ହେଉଛି ବକା କିମ୍ବା ଅଚତୁର। ଏଥିମଧ୍ୟରୁ ଯେଉଁଟା ହେଲେ ବି କହିପାରିବା ଆମେ। ଚେମଡ଼ାର ବିପରୀତ ଶବ୍ଦ କ'ଣ? ଚେମଡ଼ାର ବିପରୀତ ଶବ୍ଦ ହେଉଛି ମଶାକା କିମ୍ବା ମଟାକା। ଚିକ୍କଣର ବିପରୀତ ଶବ୍ଦ କ'ଣ? ଚିକ୍କଣର ବିପରୀତ ଶବ୍ଦ ହେଉଛି ତମର ଅଚିକ୍କଣ। ଚିନ୍ତାର ବିପରୀତ ଶବ୍ଦ କ'ଣ? ଚିନ୍ତାର ବିପରୀତ ଅର୍ଥ ଶବ୍ଦ ହେଲା ଅଚିନ୍ତା। ଚିହ୍ନାର ବିପରୀତ ଶବ୍ଦ କ'ଣ? ଚିହ୍ନାର ବିପରୀତ ଶବ୍ଦ ହେଉଛି ଅଚିହ୍ନା। ଚେତନର ବିପରୀତ ଶବ୍ଦ କ'ଣ? ଚେତନର ବିପରୀତ ଶବ୍ଦ ହେଉଛି ଅଚେତନ। ତିରସ୍କାରର ବିପରୀତ ଶବ୍ଦ କ'ଣ? ତିରସ୍କାରର ବିପରୀତ ଶବ୍ଦ ହେଉଛି ତମର ପୁରସ୍କାର। ତିରୋଧାନର ବିପରୀତ ଶବ୍ଦ କ'ଣ? ତିରୋଧାନର ବିପରୀତ ଶବ୍ଦ ହେଉଛି ଆବିର୍ଭାବ। ତୁଳସୀର ବିପରୀତ ଶବ୍ଦ କ'ଣ? ତୁଳସୀର ବିପରୀତ ଶବ୍ଦ ହେଉଛି ବିଛୁଆତି। ତୁଷ୍ଟର ବିପରୀତ ଶବ୍ଦ କ'ଣ? ସେହିପରି ତୁଷ୍ଟର ବିପରୀତ ଶବ୍ଦ ହେଉଛି ତମର ରୁଷ୍ଟ। ରୁଷ୍ଟ ହେଉଛି ତମର ବିପରୀତ ଶବ୍ଦ ତୁଷ୍ଟର। ତେଲିଆର ବିପରୀତ ଶବ୍ଦ କ'ଣ? ତେଲିଆର ବିପରୀତ ଶବ୍ଦ ହେଉଛି ନୁଖୁରା। ନୁଖୁରା ହେଉଛି ତେଲିଆର ବିପରୀତ ଶବ୍ଦ। ତୋଷର ବିପରୀତ ଶବ୍ଦ କ'ଣ? ସେହିପରି ତୋଷର ବିପରୀତ ଶବ୍ଦ ହେଉଛି ତମର ରୋଷ। ତୋଷର ବିପରୀତ ଶବ୍ଦ କ'ଣ? ରୋଷ। ଜଣାର ବିପରୀତ ଶବ୍ଦ କ'ଣ? ଜଣାର ବିପରୀତ ଶବ୍ଦ ହେଉଛି ଅଜଣା। ଜନଗହଳି। ଜନଗହଳିର ବିପରୀତ ଶବ୍ଦ କ'ଣ? ଜନଗହଳିର ବିପରୀତ ଶବ୍ଦ ହେଉଛି ଜନବିରଳ। ଜନଗହଳି ତ ଆପଣମାନେ ଜାଣିଥିବେ। ଜନଗହଳି ମାନେ ଯେଉଁଠି ଯାତ୍ରାମାନଙ୍କରେ ହେଇଥାନ୍ତି ସେମାନଙ୍କୁ ପୁରା ବହୁତ ଲୋକ ଥାନ୍ତି, ଭିଡ଼ ହେଇକି ସେମାନଙ୍କୁ ଜନଗହଳି କୁହାଯାଏ। ଜନବିରଳ ଯେଉଁଥିରେ କି ଜନ କିଏ ନଥିବେ, ମାନେ ଲୋକ କିଏ ନଥିବେ। ଜନ୍ମର ବିପରୀତ ଶବ୍ଦ କ'ଣ? ଜନ୍ମର ବିପରୀତ ଶବ୍ଦ ହେଉଛି ମୃତ୍ୟୁ କିମ୍ବା ମରଣ।
एथिमध्यरु जोड़ा हेले भी लिखि पारिबो। जवाबर विपरीत शब्द कौन? जवाबर विपरीत शब्द होची बेजवाब। जमार विपरीत शब्द कौन? जमार विपरीत शब्द होची खर्च किंबा खर्चर विपरीत शब्द कौन? जमा। जयर विपरीत शब्द कौन? जयर विपरीत शब्द होची पराजय। जय माने विजय हासिल करिबा, पराजय माने पराजित हेबा। जयर विपरीत शब्द होची पराजय। जलर विपरीत स्थल कौन? जल माने तो आपण माने सब जानिथिबे एवं स्थल माने भी आपण जानिथिबे। जलर विपरीत शब्द स्थल। जातर विपरीत शब्द कौन? जातर विपरीत शब्द होची मृत। जात माने कौन? जन्म नेबा। जन्म जन्म नेबा। जात माने जन्म, जन्मर विपरीत शब्द मृत। जाग्रतर विपरीत शब्द कौन? जाग्रतर विपरीत शब्द होची सुप्त। जीवंतर विपरीत शब्द कौन? जीवंतर विपरीत शब्द होची मृत। जीवित, जीवितर विपरीत शब्द कौन? जीवितर विपरीत शब्द होची मृत। जीर्णर विपरीत शब्द कौन? जीर्णर विपरीत शब्द होची तमर अजीर्ण। जुआरर विपरीत शब्द कौन? जुआरर विपरीत शब्द होची तमर भट्टा। जुआरर विपरीत शब्द कौन? भट्टा। थंडार विपरीत शब्द कौन? थंडार विपरीत शब्द होची गरम। थय, थयर विपरीत शब्द कौन? थयर विपरीत शब्द होची अथय। दड़र विपरीत शब्द कौन? दड़र विपरीत शब्द होची फटा किंबा भंगा। भंगा किंबा पटा होची दड़र विपरीत शब्द। दयालुर विपरीत शब्द कौन? दयालुर विपरीत शब्द निर्दय। दरकारी विपरीत शब्द कौन? दरकारी विपरीत शब्द होची अदरकारी। दातार विपरीत शब्द कौन? दातार विपरीत शब्द होची ग्रहिता। ग्रहिता होची तमर दातार विपरीत शब्द। दीर्घर विपरीत शब्द कौन? दीर्घर विपरीत शब्द होची तमर ह्रस्व। दीर्घर विपरीत शब्द कौन? ह्रस्व। ह्रस्व माने दीर्घ। दुखर विपरीत शब्द कौन? सेपरी दुखर विपरीत शब्द सुख। दुर्दांतर विपरीत शब्द कौन? दुर्दांतर विपरीत शब्द होची निरीह। दुर्बलर विपरीत शब्द कौन? सेपरी दुर्बलर विपरीत शब्द होची सबल। दुर्भिक्षर विपरीत शब्द कौन? दुर्भिक्षर विपरीत शब्द है सुभिक्ष। दुर्लभर विपरीत शब्द कौन? दुर्लभर विपरीत शब्द होची सुलभ। दुर्लभर विपरीत शब्द कौन? सुलभ। सेपरी जीवा चलो आउ केतोटी देखिदेबा। ज्वलंतर विपरीत शब्द कौन? ज्वलंतर विपरीत अर्थ शब्द है निर्वापित। ज्वलंतर कौन? निर्वापित। झंकालियार विपरीत शब्द कौन? झंकालियार विपरीत शब्द होची थुंटा। झंकालियार विपरीत शब्द कौन? थुंटा। ज्ञानर विपरीत शब्द कौन? ज्ञानर विपरीत शब्द है अज्ञात। ज्ञानीर विपरीत शब्द कौन? ज्ञानीर विपरीत शब्द होची अज्ञान। टाणर विपरीत शब्द कौन? टाणर विपरीत शब्द होची तमर नरम। टाणर विपरीत शब्द कौन? नरम। ठीक विपरीत शब्द कौन? ठीक विपरीत शब्द होची तमर भूल। एटा तो आपण माने सब जानिथिबे ठीक विपरीत शब्द सब बेले भूल ही हुए। डरर विपरीत शब्द कौन? डरर विपरीत शब्द होची तमर साहस। डरर विपरीत शब्द कौन? साहस। डेंगार विपरीत शब्द कौन? डेंगार विपरीत शब्द होची बांगरा गेड़ा। मन रखिथिबे पिले बांगड़ा गेरा। एटा 2019 एसो एग्जाम रे पचार क्वेश्चन टी। डंकार विपरीत शब्द कौन? डंकार विपरीत शब्द होची अडंका। जबतर विपरीत शब्द कौन? जबतर विपरीत शब्द होची तबतर विपरीत शब्द होची पखाळ। तबतर विपरीत शब्द कौन? पखाळ। धार्मिकर विपरीत शब्द कौन? धार्मिक विपरीत शब्द होची पापिष्ट। धीरर विपरीत शब्द कौन? धीरर विपरीत शब्द होची अधीर किंबा चंचल। धीरर विपरीत शब्द कौन? अधीर किंबा चंचल। धुआर विपरीत शब्द कौन? धुआर विपरीत शब्द होची गाधुआ अधुआ। धुआर विपरीत शब्द कौन? अधुआ। धैर्यर विपरीत शब्द कौन? अधैर्य। धैर्यर विपरीत शब्द कौन? अधैर्य। धैर्य विपरीत शब्द कौन? सेपरी धैर्य विपरीत शब्द होची मरुड़ी। धैर्य विपरीत शब्द कौन? मरुड़ी। दुष्कृति। दुष्कृतिर विपरीत शब्द कौन? दुष्कृतिर विपरीत शब्द होची तमर सुकृति। दुष्कृतिर विपरीत शब्द कौन? सुकृति। दुष्टर विपरीत शब्द कौन? दुष्टर विपरीत शब्द होची तमर शिष्ट। दूरर विपरीत शब्द कौन? सेपरी दूरर विपरीत शब्द होची तमर निकट। देणार विपरीत शब्द कौन? देणार विपरीत शब्द होची तमर पाउणा। देणार विपरीत शब्द कौन? पाउणा। धैर्यर विपरीत शब्द कौन? दौर्घ्यर विपरीत शब्द होची प्रस्थ
ଏଇଟା ତ ଆପଣମାନେ ସବୁ ଜାଣିଥିବେ। ଦୈର୍ଘ୍ୟର ବିପରୀତ ଶବ୍ଦ କ'ଣ? ପ୍ରସ୍ଥ। ଦୋଷୀର ବିପରୀତ ଶବ୍ଦ କ'ଣ? ଦୋଷୀର ବିପରୀତ ଶବ୍ଦ ହେଉଛି ନିର୍ଦ୍ଦୋଷ। ଦୋଷୀର ବିପରୀତ ଶବ୍ଦ କ'ଣ? ନିର୍ଦ୍ଦୋଷୀ ନୁହେଁ ଫ୍ରେଣ୍ଡସ୍, ଦେଖନ୍ତୁ ନିର୍ଦ୍ଦୋଷ। ଆପଣମାନେ ଦୋଷୀକୁ ଫ୍ଲୋରେ ନିର୍ଦ୍ଦୋଷୀ ଲେଖିଦେବେ ତାହେଲେ ଭୁଲ ହେଇଯିବ। ଆପଣମାନଙ୍କ ଅପସନରେ ନିର୍ଦ୍ଦୋଷୀ ବି ଦେଇଥିବ, ସୋ ଆପଣମାନେ ଦେଖିକି ଲେଖିବେ। କ୍ୱେଶ୍ଚିନ୍ର ଆନ୍ସର ଦେଲା ବେଳକୁ ଦେଖିକି ଲେଖିବ। ଧନୀର ବିପରୀତ ଶବ୍ଦ କ'ଣ? ଧନୀର ବିପରୀତ ଶବ୍ଦ ହେଉଛି ନିର୍ଧନ କିମ୍ବା ଦରିଦ୍ର। ଧର୍ମର ବିପରୀତ ଶବ୍ଦ କ'ଣ? ଧର୍ମର ବିପରୀତ ଶବ୍ଦ ହେଉଛି ଅଧର୍ମ। ଧାନୁର ବିପରୀତ ଶବ୍ଦ କ'ଣ? ଧାନର ବିପରୀତ ଶବ୍ଦ ହେଉଛି ତୁମର ବାଳୁଙ୍ଗା। ଧାନର ବିପରୀତ ଶବ୍ଦ କ'ଣ? ବାଳୁଙ୍ଗା। ଧାରୁଆର ବିପରୀତ ଶବ୍ଦ କ'ଣ? ଧାରୁଆର ବିପରୀତ ଶବ୍ଦ ହେଉଛି ଦନ୍ତଡ଼ା। ଧାରୁଆର ବିପରୀତ ଶବ୍ଦ କ'ଣ? ଦନ୍ତଡ଼ା। ପରୋକ୍ଷର ବିପରୀତ ଶବ୍ଦ କ'ଣ? ପରୋକ୍ଷର ବିପରୀତ ଶବ୍ଦ ହେଉଛି ତୁମର ପ୍ରତ୍ୟକ୍ଷ। ପସନ୍ଦର ବିପରୀତ ଶବ୍ଦ କ'ଣ? ପସନ୍ଦର ବିପରୀତ ଶବ୍ଦ ହେଉଛି ନାପସନ୍ଦ କିମ୍ବା ଅପସନ୍ଦ କିମ୍ବା ବେପସନ୍ଦ। ପସନ୍ଦର ଅପସନ୍ଦ, ବେପସନ୍ଦ, ନାପସନ୍ଦ, ଏ ତିନିଟି ମଧ୍ୟରୁ ତୁମେ ଯେକୌଣସିଟି ବି ଲେଖିପାରିବ। ପସନ୍ଦର ଯଦି ଅପସନରେ ଅଛି, ଆପଣମାନେ ଏ ତିନିଟି ମଧ୍ୟରୁ ଯେଉଁଟା ହେଲେ ବି ଅପସନ୍ ଚୁଜ୍ କରିପାରିବେ। ପକ୍ଷପାତୀର ବିପରୀତ ଶବ୍ଦ କ'ଣ? ପକ୍ଷପାତୀର ବିପରୀତ ଶବ୍ଦ ହେଉଛି ନିରପେକ୍ଷ କିମ୍ବା ନିଷ୍ପକ୍ଷପାତ। ପକ୍ଷପାତର ନିଷ୍ପକ୍ଷପାତ କିମ୍ବା ନିରପେକ୍ଷ, ଏଥିମଧ୍ୟରୁ କେଉଁଟା ହେଲେ ବି ଆପଣ ଲେଖିପାରିବେ। ପାଠୁଆର ବିପରୀତ ଶବ୍ଦ କ'ଣ? ପାଠୁଆର ବିପରୀତ ଶବ୍ଦ ହେଉଛି ଅପାଠୁଆ। ପାଣିଆର ବିପରୀତ ଶବ୍ଦ କ'ଣ? ସେହିପରି ପାଣିଆର ବିପରୀତ ଶବ୍ଦ ହେଉଛି କାଟୁଆ କିମ୍ବା ବହଳିଆ। ଏଥିମଧ୍ୟରୁ ଯେଉଁଟା ହେଲେ ବି ତୁମେ ଲେଖିପାରିବ। ସେହିପରି ଯିବା ଚାଲ। ଧଇର ବିପରୀତ ଶବ୍ଦ କ'ଣ? ଧଇର ବିପରୀତ ଶବ୍ଦ ହେଉଛି ମରୁଡ଼ି। ନବୀନର ବିପରୀତ ଶବ୍ଦ କ'ଣ? ନବୀନର ବିପରୀତ ଶବ୍ଦ ହେଉଛି ପ୍ରାଚୀନ। ନବୀନ ମାନେ ନୂଆ। ନବୀନ ମାନେ ଆମ ନବୀନ ପଟ୍ଟନାୟକ ନୁହଁ, ନବୀନ ମାନେ ନୂଆ। ପ୍ରାଚୀନ ମାନେ ପୁରୁଣା। ନରକର ବିପରୀତ ଶବ୍ଦ କ'ଣ? ନରକର ବିପରୀତ ଶବ୍ଦ ହେଉଛି ତୁମର ସ୍ୱର୍ଗ। ନଶ୍ୱରର ବିପରୀତ ଶବ୍ଦ କ'ଣ? ନଶ୍ୱରର ବିପରୀତ ଶବ୍ଦ ହେଉଛି ଅନଶ୍ୱର କିମ୍ବା ଅବିନଶ୍ୱର। ଏଥିମଧ୍ୟରୁ ଯେଉଁଟା ହେଲେ ବି ଲେଖିପାରିବେ। ନାକରାର ବିପରୀତ ଶବ୍ଦ କ'ଣ? ନାକରାର ବିପରୀତ ଶବ୍ଦ ହେଉଛି ଉତ୍ତମ। ନିତ୍ୟର ବିପରୀତ ଶବ୍ଦ କ'ଣ? ନିତ୍ୟର ବିପରୀତ ଶବ୍ଦ ହେଉଛି ତୁମର ଅନିତ୍ୟ। ନିତ୍ୟର ବିପରୀତ ଶବ୍ଦ କ'ଣ? ଅନିତ୍ୟ। ପିଲେ ଯାଇପାରିଯିବ। ଚାଲ ନେକ୍ସଟ। ନିଦାର ବିପରୀତ ଶବ୍ଦ କ'ଣ? ନିଦାର ବିପରୀତ ଶବ୍ଦ ହେଉଛି ପୋଲା। ନିଦାର ବିପରୀତ ଶବ୍ଦ କ'ଣ? ନିଦାର ବିପରୀତ ଶବ୍ଦ ହେଉଛି ପୋଲା। ନିନ୍ଦାର ବିପରୀତ ଶବ୍ଦ କ'ଣ? ନିନ୍ଦାର ବିପରୀତ ଶବ୍ଦ ହେଉଛି ତୁମର ପ୍ରଶଂସା କିମ୍ବା ସ୍ତୁତି। ଏଥିମଧ୍ୟରୁ କେଉଁଠି ହେଲେ ବି ଯଦି ଆପଣମାନଙ୍କୁ ପ୍ରଶଂସା ଅପସନ୍ ଦେଇଛି ତ ପ୍ରଶଂସା ସିଲେକ୍ଟ କରିବେ, ସ୍ତୁତି ଅପସନ୍ ଦେଇଛି ତ ସ୍ତୁତି ବି ସିଲେକ୍ଟ କରିପାରିବେ। ନିନ୍ଦାର ପ୍ରଶଂସା କିମ୍ବା ସ୍ତୁତି ହେଉଛି ତା'ର ବିପରୀତ ଶବ୍ଦ। ନିରପେକ୍ଷର ବିପରୀତ ଶବ୍ଦ କ'ଣ? ନିରପେକ୍ଷର ବିପରୀତ ଶବ୍ଦ ହେଉଛି ସାପେକ୍ଷ କିମ୍ବା ପକ୍ଷପାତ। ସାପେକ୍ଷ ବି ହେବ, ପକ୍ଷପାତ ବି ହେବ। ନିର୍ଦ୍ଦୟର ବିପରୀତ ଶବ୍ଦ କ'ଣ? ନିର୍ଦ୍ଦୟର ବିପରୀତ ଶବ୍ଦ ହେଉଛି ସଦୟ। ନିର୍ମଳର ବିପରୀତ ଶବ୍ଦ କ'ଣ? ନିର୍ମଳର ବିପରୀତ ଶବ୍ଦ ହେଉଛି ମଳିନ କିମ୍ବା ଅନିର୍ମଳ। ନିର୍ମଳର ବିପରୀତ ଶବ୍ଦ ମଳିନ କିମ୍ବା ଅନିର୍ମଳ। ନୀତିର ବିପରୀତ ଶବ୍ଦ କ'ଣ? ଅନୀତି। ନିରୀଶ। ନିରୀଶର ବିପରୀତ କ'ଣ? ସରସ। ନୂତନର ବିପରୀତ ଶବ୍ଦ ପୁରାତନ। ନୂତନ ମାନେ ନୂଆ, ପୁରାତନ ମାନେ ପୁରୁଣା। ଆପଣମାନେ ତ ଜାଣିଥିବେ। ପାଠୁଆର ବିପରୀତ ଶବ୍ଦ କ'ଣ? ପାଠୁଆର ବିପରୀତ ଶବ୍ଦ ହେଉଛି ଅପାଠୁଆ। ପାଣିଆର ବିପରୀତ ଶବ୍ଦ କ'ଣ? ପାଣିଆର ବିପରୀତ ଶବ୍ଦ ହେଉଛି ତୁମର କାଠୁଆ କିମ୍ବା ବହଳିଆ। ପାପର ବିପରୀତ ଶବ୍ଦ, ପାପର ବିପରୀତ ଶବ୍ଦ ପ୍ରତ୍ୟେକ ପିଲା ଜାଣିଥିବେ। ପାପର ବିପରୀତ ଶବ୍ଦ ହେଉଛି ପୁଣ୍ୟ। ପାପୀର ବିପରୀତ ଶବ୍ଦ କ'ଣ? ପାପୀର ବିପରୀତ ଶବ୍ଦ ହେଉଛି ନିଷ୍ପାପ। ପାର୍ଥିବର ବିପରୀତ ଶବ୍ଦ କ'ଣ? ପାର୍ଥିବର ବିପରୀତ ଶବ୍ଦ ହେଉଛି ଅପାର୍ଥିବ କିମ୍ବା ସ୍ୱର୍ଗୀୟ। ପାର୍ଥିବର ବିପରୀତ ଶବ୍ଦ କ'ଣ? ପାର୍ଥିବର ବିପରୀତ ଶବ୍ଦ ହେଉଛି ତୁମର ଅପାର୍ଥିବ କିମ୍ବା ସ୍ୱର୍ଗୀୟ। ପରବଧୂ ବା କୁଳବଧୂର ବିପରୀତ ଶବ୍ଦ କ'ଣ? ବାରବଧୂ। ପୁରବଧୂର ବିପରୀତ ଶବ୍ଦ ହେଉଛି ତୁମର ବାରବଧୂ କିମ୍ବା କୁଳବଧୂର ବିପରୀତ ଶବ୍ଦ ହେଉଛି ତୁମର ବାରବଧୂ। ପାସର ବିପରୀତ ଶବ୍ଦ କ'ଣ? ପାସର ବିପରୀତ ଶବ୍ଦ ହେଉଛି ଫେଲ୍। ପିଲାର ବିପରୀତ ଶବ୍ଦ କ'ଣ? ପିଲାର ବିପରୀତ ଶବ୍ଦ ବଡ଼ କିମ୍ବା ବୁଢ଼ା। ବୁଢ଼ା ବି ହେଇପାରେ, ବଡ଼ ବି ହେଇପାରେ ପିଲାର ବିପରୀତ ଶବ୍ଦ। ପୀଡ଼ିତର ବିପରୀତ ଶବ୍ଦ କ'ଣ? ପୀଡ଼ିତର ବିପରୀତ ଶବ୍ଦ ହେଉଛି ସୁସ୍ଥ। ପୁଣ୍ୟାର ବିପରୀତ ଶବ୍ଦ କ'ଣ? ପୁଣ୍ୟାର ବିପରୀତ ଶବ୍ଦ ହେଉଛି ଉଆଁସ। ପୁଣ୍ୟାର ବିପରୀତ ଶବ୍ଦ କ'ଣ? ଉଆଁସ।
ପୁରାଙ୍ଗନ ପୁରାଙ୍ଗନା ପୁରାଙ୍ଗନାର ବିପରୀତ ଶବ୍ଦ କ'ଣ? ବାରାଙ୍ଗନା। ପୁରାଙ୍ଗନାର ବିପରୀତ ଶବ୍ଦ କ'ଣ? ବାରାଙ୍ଗନା। ପୁରୋହିତର ବିପରୀତ ଶବ୍ଦ କ'ଣ? ପୁରୋହିତର ବିପରୀତ ଶବ୍ଦ ହେଉଛି ଯାଜମାନ। ପୁରୋହିତର ବିପରୀତ ଶବ୍ଦ କ'ଣ? ଯାଜମାନ। ପୂର୍ବାହ୍ନର ବିପରୀତ ଶବ୍ଦ କ'ଣ? ପୂର୍ବାହ୍ନର ବିପରୀତ ଶବ୍ଦ ହେଉଛି ତମର ଅପରାହ୍ନ। ପୂର୍ବାହ୍ନର ବିପରୀତ ଶବ୍ଦ କ'ଣ? ଅପରାହ୍ନ। ପ୍ରକୃତିର ବିପରୀତ ଶବ୍ଦ କ'ଣ? ପ୍ରକୃତିର ବିପରୀତ ଶବ୍ଦ ହେଉଛି ବିକୃତି। ପ୍ରକୃତିର ବିପରୀତ ଶବ୍ଦ କ'ଣ? ବିକୃତି। ପ୍ରତିର ବିପରୀତ ଶବ୍ଦ କ'ଣ? ପ୍ରତିର ବିପରୀତ ଶବ୍ଦ ହେଉଛି ତମର ଦୀର୍ଘ। ପ୍ରତିର ବିପରୀତ ଶବ୍ଦ କ'ଣ? ଦୀର୍ଘ। ସୋ ପିଲେ ଆଜି ପାଇଁ ଏତିକି କ୍ଲାସ୍। ବାସ୍ ଆମେ ଆଉ ଥରେ ଦେଖିବା ନେକ୍ସଟ କ୍ଲାସ୍ରେ 250+ କ୍ୱେଶ୍ଚିନ୍ କରିଦେବା। ତାହେଲେ ଆପଣମାନଙ୍କର ଏଇଟା କମ୍ପ୍ଲିଟ୍ ହେଇଯିବ ବିପରୀତ ଶବ୍ଦ। ତାପରେ ଆମେ ଷ୍ଟାର୍ଟ କରିବା ସମଚାରିତ ଶବ୍ଦ। କାହିଁକିନା ଏକ୍ଜାମ୍ ବେଶୀ ଦିନ ନାହିଁ, CGL ଏକ୍ଜାମ୍ ନେକ୍ସଟ ମନ୍ଥ ମେ ବି 17 ମେ ବି ହେଇପାରେ। ସୋ ଆପଣମାନଙ୍କୁ ଆମେ ପ୍ରାୟ ଟ୍ରାଏ କରୁଛୁ କି ସିଲାବସ୍ କମ୍ପ୍ଲିଟ୍ କରିବା ପାଇଁ। ଆମେ ଏଇ କ୍ଲାସ୍ ପରେ ଆମେ ସନ୍ଧି, ସମାସ, ବାକ୍ୟ ଗଠନ ଏଗୁଡ଼ାକ ପଢ଼ିବା। ସୋ ଆପଣମାନଙ୍କୁ ଏଇ ଭିଡ଼ିଓଟି ଯଦି ଭଲ ଲାଗୁଛି ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ। ଆଉ ଆମ ଚ୍ୟାନେଲର ଡିସ୍କ୍ରିପ୍ସନ୍ରେ ଥିବା ଟେଲିଗ୍ରାମ ଲିଙ୍କରେ ଜଏନ୍ ହୁଅନ୍ତୁ। ସେଥିରେ ଆମେ ପ୍ରତିଦିନ ମୁଁ ଯେତିକି ବି ପଢ଼ଉଛି ତାହିଁରୁ ଆପଣମାନଙ୍କୁ କ୍ୱେଶ୍ଚିନ୍ ଆନ୍ସର୍ କରାଉଛି। ସୋ ଆପଣମାନେ ସେଇଟା ଯଦି ଦେବେ ତାହେଲେ ଆପଣମାନଙ୍କୁ ପ୍ରାକ୍ଟିସ୍ ହେଇଯିବ। ସୋ ଏକ୍ଜାମ୍ରେ ଆପଣମାନଙ୍କୁ ବହୁତ ହେଲ୍ପଫୁଲ୍ ହେବ। ସୋ ଆଜି ପାଇଁ ଏତିକି। ନମସ୍କାର। ଜୟ ଜଗନ୍ନାଥ।